मोर समस्त ख्रीष्टीय माँ भौणी मान मोर आंतरिकता एवं प्रेज द लॉर्ड जनाऊँगी। मो नाम उत्तम कुमार दिगाल। आज संकट दिन में आपण मैंने जेपरी ख्रीष्टीय प्रेम बढ़ा सहित एक आदर्श जीवन गढ़ी तोलिबे एवं जेपरी आपण माने विजयर पथरे ईश्वर को दृष्टि रखी आगे बढ़े यही मोर लक्ष्य। तेणु ये शिक्षा द्वारा आपण प्रभु प्रचुर भाव में आशीर्वाद करूँ। केही नहीं तोते देवाकु शांति, केही नहीं तोते देवाकु मुक्ति, केही नहीं तोते देवाकु शांति, केही नहीं तोते देवाकु मुक्ति। तोर साजिशु आश्रय जे तोर साजिशु आश्रय जे अटंती सहाय एत जीशु प्रेम, एत जीशु प्रेम, एत जीशु प्रेम, एतो जीशु प्रेम, एतो जीशु प्रेम, एतो जीशु प्रेम। हालेलुया हालेलुया। आओ आमे माने बेले बेले चिंता करू थाउ एपरी आमे ख्रीष्टन को प्रेम रे अछु। ख्रीष्टन को प्रेम द्वारा आम सब प्रकार समस्या को पार कर पारिबा। किंतु जदि आम जानी शुणी किसी पाप करिबा ताहले आम जीवन मध्य ईश्वर आम स्वर केबे भी शुणी पारिबा नहीं। जहाँकि आपण मानक मु कहूची गोटे टंकी की कॉइन रे आपण देखिबे गोटे पार्श्व अच्छी कंडी अन्य पार्श्व अच्छी मुंड, जहाँकि एक पार्श्व देखिकी प्रभुंकर प्रेम को से माने कहती जे आमर प्रभु प्रेमिक भल ईश्वर। आम जेते पाप कले मध्य आम जेते भूल कले मध्य से आमको क्षमा देवे। किंतु माँ माने मौसी माने ईश्वर को वाक्य रम्य पुस्तक तार 2 पर्व 6 पदरे यही विषय लिखा जाइछि। जी जहा भूल करिवो ईश्वर ताकू प्रतिफल देवे। आउ गोटे पार्श्वर में देखिबा शैतान हमको घन घन आक्रमण करुछि, जहाँकि ईश्वर प्रेम हमको विच्छिन्न करने को चेष्टा करुछि। एवं जदि आम ईश्वर ठार दुर्बल अच्छु, ईश्वर सहित आम भल संपर्क नहीं, ताहले से आमको संपूर्ण नरकगामी करदे थाए। तेणु प्रथम पितर 5:8 पदरे लिखा जाइछि, शैतान सिंह प्राय गर्जन करिकी काहाकू ग्रासिब खोजी बुलुअछि। आउ बेले बेले आमे मध्य से शैतान रो फांदर आमे मध्य पड़ी दे थाउ। जहाँकि गोटे विषय होछि बेले बेले आमे गुड़िया मान भी आमे भरोसा रखी था। आपण मानक कहू चाहे
ପ୍ରଥମ ସାମୁଏଲ 28:7 ଆପଣମାନେ ଦେଖିବେ, ଈଶ୍ୱରଙ୍କ ଦ୍ୱାରା ଏକ ଅଭିଷେକ ରାଜା ସାଉଲ ଦିନ ଥିଲା, ସେ ବହୁତ ଭଲ କାମ କରୁଥିଲେ, କିନ୍ତୁ ଦିନେ ଶୈତାନ ତା ହୃଦୟରେ ପ୍ରବେଶ କଲା। ଆଉ ସେ ଜଣେ ଭୁତୁଡ଼ିଆ ସ୍ତ୍ରୀ ପାଖକୁ ଯାଇ ନିଜର ଯୁଦ୍ଧ ବିଷୟ ସେ କହୁଛନ୍ତି, ଏ ବର୍ଷ ଯୁଦ୍ଧରେ ମୁଁ ହାରିବି ନା ଜିତିବି। ବହୁତ ଦୁଃଖର ବିଷୟ ମୋର ମା ମାନେ, ଭଉଣୀମାନେ, ଜଣେ ପ୍ରଭୁଙ୍କୁ ଭକ୍ତି କରୁଥିବା ଲୋକ ଯଦି ଗୁଣିଆମାନଙ୍କର ଆଶ୍ରୟ ନେଇଥାଏ, ସେହି ସମୟରେ ଈଶ୍ୱରଙ୍କର ଅଭିଶାପ ତା ଜୀବନରେ ଆସିଥାଏ, ଯାହାକି ସାଉଲଙ୍କ ଜୀବନରେ ବି ତାହା ଘଟିଲା, ଯାହାକି ଆମେ ସେହି ପ୍ରଥମ ସାମୁଏଲ 31:6 ଦେଖିବା। ଯେତେବେଳେ ଯୁଦ୍ଧ ଆରମ୍ଭ ହେଲା, ସେହି ସମୟରେ କେବଳ ସାଉଲ ଜଣେ ମୃତ୍ୟୁବରଣ କଲେନି, ତା ସହିତ ତା ପିଲାମାନେ ମଧ୍ୟ ମୃତ୍ୟୁବରଣ କଲେ। ବହୁତ ଦୁଃଖର ବିଷୟ। ଯଦି ଆପଣମାନେ ତାହା କରୁଅଛନ୍ତି, ଆଜି ବି ସମୟ ଅଛି, ପରିବର୍ତ୍ତନ ହୁଅନ୍ତୁ। ଆଉ ଦ୍ୱିତୀୟ ବିଷୟ ଆମେ ଦେଖିବା, ଯୀଶୁଙ୍କ ଫଟୋ। ବେଳେବେଳେ ଆମେ ନିଜର ଘରକୁ ସଜାଇବା ପାଇଁ ଯୀଶୁଙ୍କର ଫଟୋ ମଧ୍ୟ ଆମେ ସବୁ ସ୍ଥାନରେ ମାରିଥାଉ, କିନ୍ତୁ ସେ ଫଟୋରେ ଜୀବନ ନାହିଁ। ଯେଉଁମାନଙ୍କୁ ସ୍ମରଣ କରିବା ପାଇଁ, ଯେଉଁମାନେ ମରିଯାଇଛନ୍ତି ସେମାନଙ୍କୁ ସ୍ମରଣ କରିବା ପାଇଁ ଆମେ ସେ ଫଟୋ ଗୁଡ଼ାକ ଆମେ ତାଙ୍କର ଟଙ୍ଗାଇଥାଉ। ଯଦି ଆପଣମାନଙ୍କୁ ପଚାରିବି, ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ କରିଛନ୍ତି? ସେ ଜୀବନରେ ଅଛନ୍ତି, ଜୀବିତ ହୋଇଛନ୍ତି। ସେ ସମଗ୍ର ଜଗତକୁ ସୃଷ୍ଟି କରିଛନ୍ତି। ଯଦି ଆପଣମାନେ ଯଦି ଯୀଶୁକୁ ଟଙ୍ଗାଇବାକୁ ଚାହୁଁଛନ୍ତି, ତାହେଲେ ନିଜ ହୃଦୟରେ ରଖନ୍ତୁ, ନିଜର ହୃଦୟରେ ସାଇତି କରି ରଖନ୍ତୁ, ତାହେଲେ ପ୍ରଭୁ ଆଶୀର୍ବାଦ ଆପଣମାନଙ୍କୁ କରିବେ। ଆଉ ଗୋଟେ ବିଷୟ ମୁଁ କହୁଛି, ଆଜିକା ଯୁଗରେ ଯାହାକି ଡକ୍ଟରମାନଙ୍କୁ ଅଧିକ ଭରସା କରାଯାଏ, ପ୍ରଭୁଙ୍କୁ ବହୁତ କମ୍ ଭରସା କରାଯାଏ, ଯାହାକି ଡକ୍ଟର ହାତରେ କେବଳ ଦୁଇଟି ବିଷୟ ହୁଏ। ଗୋଟେ ବିଷୟ ହେଉଛି ପ୍ରିସ୍କ୍ରିପସନ୍ ଲେଖିବା, ଆଉ ଗୋଟେ ବିଷୟ ହେଉଛି ଫିଜ୍ ନେବା। ତା ଛଡ଼ା ଡକ୍ଟର ପାଖରେ କୌଣସି ବିଷୟ ନାହିଁ। ସେ ଭାଗ୍ୟ ନିର୍ଦ୍ଧାରଣ କରିପାରିବେ ନାହିଁ, କିମ୍ବା ଜଣକୁ କହି ମଧ୍ୟ ପାରିବେ ନାହିଁ ଯେ ଏ ମେଡ଼ିସିନ ଦ୍ୱାରା ତୁମେ ଭଲ ହେବ। ସେହିପରି ଶୈତାନ ଆମ ଜୀବନରେ ଆମକୁ ସମ୍ପୂର୍ଣ୍ଣ ଈଶ୍ୱରଙ୍କ ଠାରୁ ଅଲଗା କରିବା ପାଇଁ ଆମ ପଛରେ ବିଭିନ୍ନ ପ୍ରକାର ଜାଲ ସେ ଖାଟିଥାଏ, ଯାହା ଆମେ ଦେଖୁଛୁ। ଏହିପରି ଜଣେ ଗୋଟିଏ ଜଙ୍ଗଲ ମଧ୍ୟରେ ଏକ ବାଘ ଏମିତି ଚାଲାକ କରୁଛି, ବାଘ ଏମିତି ଗୋଟେ ଚାଲାକ ଗୋଟେ ଖେଳ ଖେଳୁଛି, ଯାହାକି କେହି ମଧ୍ୟ କହିବେ ବାଘର ପରିବର୍ତ୍ତନ ହୋଇଯାଇଛି। ଯେତେବେଳେ ବାଘ ନିଜର ପେଟ ପୋଷି ପାରିଲା ନାହିଁ, ସେହି ସମୟରେ ସେ ବାଘ ଚିନ୍ତା କଲା, ଯଦି ମୁଁ ଆହାର କରିବି ତାହେଲେ ବଞ୍ଚିବି। ତେଣୁ ସେ ଚିନ୍ତା କଲା, ନିଜର ସେନାପତି ଯାହାକି ବିଲୁଆକୁ ସେ କହିଲା ଯେ ମୋର ପରିବର୍ତ୍ତନ ହୋଇଛି, ମୋତେ ସ୍ୱର୍ଗଦୂତ ଆସି କହିଛନ୍ତି ଆଜିଠୁ ତୁ ଆମିଷ ଖାଇବୁନୁ ଏବଂ ପଶୁମାନଙ୍କର ଯତ୍ନ ନେବୁ ଏବଂ ସେମାନଙ୍କୁ ପ୍ରବଚନ ଦେବୁ। ଯେଉଁ ପ୍ରବଚନ ଶୁଣିକି ସେମାନେ ଶୂନ୍ୟ ସ୍ୱର୍ଗ ଯିବେ। ଯେତେବେଳେ ସେନାପତି ସେଇ ବାଘର କଥା ସବୁ ଜଙ୍ଗଲରେ ଥିବା ପଶୁମାନଙ୍କୁ ଜଣାଇଲେ, ସମସ୍ତେ ରଜାଙ୍କର ପ୍ରବଚନ ଶୁଣିବା ପାଇଁ ଦୌଡ଼ି ଦୌଡ଼ି ଆସିଲେ। ଦିନ ଆସିଲା, ଜଙ୍ଗଲରେ ଯେତେ ଜନ୍ତୁ ଥିଲେ ସବୁ ସଫା ହେବାକୁ ଲାଗିଲେ, ଗୋଟେ ବି ଦେଖିବାକୁ ମିଳିଲା ନାହିଁ। ସେ ସମୟରେ ବିଚରା
ସେନାପତି ବିଲୁଆ ଚିନ୍ତା କଲା ଏବଂ ସେ ରଜାଙ୍କ ପାଖକୁ ଯାଇ ପଚାରିଲା, ଆଜ୍ଞା ହେ ରଜା, ତମର ପ୍ରବଚନ ଶୁଣିବା ପାଇଁ ଧାଡ଼ି ଲଗାଉଥିବା ଜୀବମାନେ କୁଆଡ଼େ ଗଲେ? ରଜା କହିଲା, ସେମାନେ ମୋ ପ୍ରବଚନ ଶୁଣିକି ଶୂନ୍ୟ ଶୂନ୍ୟ ସ୍ୱର୍ଗକୁ ଗଲା। ବିଲୁଆ ଜାଣିଲା, ନାଇଁ 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 ନାଇଁ, ଏ ରଜା ନକଲି ରଜାଟା, ଏ ରଜା ପାଖରେ କିଛି ଜ୍ଞାନ ନାହିଁ। ଆଉ ରଜା ବିଲୁଆ ଯାଇକି ପ୍ରଚାର କଲା, ବିଲୁଆ ଯାଇକି ଅନ୍ୟ ଦେଶକୁ ମଧ୍ୟ ପଳେଇଲା। ସେମିତି ଶୈତାନ ଦ୍ୱାରା ବିଭିନ୍ନ ପ୍ରକାର ପ୍ରଲୋଭନ ଆମ ଜୀବନରେ ଆସିଥାଏ, କିନ୍ତୁ এই ପବିତ୍ର ଶାସ୍ତ୍ର ବାଇବଲ ଯୀଶୁ ପ୍ରଭୁ ଯୀଶୁ ଆମକୁ ବାକ୍ୟ ମାଧ୍ୟମରେ କହନ୍ତି ଶୈତାନ ଠାରୁ ତମେ କିପରି ବିଜୟ ଲାଭ କରିବ। ସେଥିପାଇଁ ମୋ ନିକଟକୁ ଆସ, ମୋର ମନୋନୀତ ଲୋକ ହୁଅ। କିନ୍ତୁ ଆମେ ଯୀଶୁଙ୍କୁ ମଧ୍ୟ ବେଳେ ବେଳେ ୱେଟିଂରେ ରଖିଥାଉ, ୱେଟିଂରେ ଥାଇ କହିଥାଉ ତମ କଥା ପରେ ଆମେ ଶୁଣିବୁ। କିନ୍ତୁ ଯେଉଁମାନେ ପ୍ରଭୁଙ୍କର କଥା ଶୁଣନ୍ତି ସେମାନେ କହନ୍ତି ଆମେ ହେଉଛୁ ମନୋନୀତ ଲୋକ, ଭଲ ପିଲା, ସୁନା ପିଲା। ଆମେ ଯୀଶୁଙ୍କ ଲୋକ, ମନୋନୀତ ଲୋକ, ଖ୍ରୀଷ୍ଟଙ୍କ ପରିବାରର, ଆମେ ଯୀଶୁଙ୍କ ଲୋକ, ମନୋନୀତ ଲୋକ, ଖ୍ରୀଷ୍ଟଙ୍କ ପରିବାରର, ଖ୍ରୀଷ୍ଟଙ୍କ ପରିବାରର। କହିବୁନି ମିଛ, ହେବୁ ନାହିଁ ଦୁଷ୍ଟ, କହିବୁନି ମିଛ, ହେବୁ ନାହିଁ ଦୁଷ୍ଟ, ସଦା ରଖିବୁ ତେର ଯୀଶୁଙ୍କର। ଆମେ ଯୀଶୁଙ୍କ ଲୋକ, ମନୋନୀତ ଲୋକ, ଖ୍ରୀଷ୍ଟଙ୍କ ପରିବାରର, ଖ୍ରୀଷ୍ଟଙ୍କ ପରିବାରର। ଆଜି ଆମେ ଚିନ୍ତା କରିବା ମୋ ସହିତ, ମୋ ପରିବାର ସହିତ ଯୀଶୁଙ୍କର କିପରି ସମ୍ପର୍କ ଅଛି। ମୁଁ ଯୀଶୁଙ୍କୁ ମାସକୁ ଥରେ କଥା ହେଉଛି, ନା 6 ମାସକୁ ଥରେ କଥା ହେଉଛି, ନା ବର୍ଷକୁ ଥରେ କଥା ହେଉଛି। ଆପଣମାନେ ନିଜେ ବିବେଚନା କରନ୍ତୁ। ଆପଣମାନଙ୍କୁ ଉଦାହରଣ ସ୍ୱରୂପ ଆଜି କହିବି, ଆପଣମାନେ ପଚାରି ବୁଝିବେ ଆପଣଙ୍କ ଗାଁରେ ଥିବା ଟିଚରଙ୍କୁ। ସେ କହିବେ ତାଙ୍କର ଡ୍ୟୁଟି କ'ଣ, ସେ କେତେବେଳେ ଉଠନ୍ତି ଆଉ କେତେବେଳେ ସେ ଯାଆନ୍ତି ଏବଂ ସେ କେତେବେଳେ ନିଜର ଡ୍ୟୁଟି କର୍ମ କରନ୍ତି। କାରଣ ସେ 10ଟା ଯେତେବେଳେ ବାଜେ ସେ ଜାଣନ୍ତି ଯେ ମୋର ବର୍ତ୍ତମାନ ଡ୍ୟୁଟିର ସମୟ, ଆଉ 4ଟା ପର୍ଯ୍ୟନ୍ତ ମୁଁ ମୋର କର୍ତ୍ତବ୍ୟ କରିବି। ତାଙ୍କୁ ଜଣେ ଯାଇ କେବେ ବି କହିବେନି ଆଜ୍ଞା 4ଟା ଆମର 10ଟା ହେଇଗଲାଣି, ଆପଣ ବାହାରନ୍ତୁ ସ୍କୁଲକୁ ଯିବେ। କାରଣ ସେ ଜାଣିଛି ତାର ଡ୍ୟୁଟି। ଆଉ ଗୋଟେ ମା କ'ଣ ହେଲା ନା, ତାକୁ ଜଣେ କହିଲା କିଏ ବ୍ୟୁଟି ପାର୍ଲରକୁ ଗଲେ ଯେମିତିକା ଅସୁନ୍ଦର ହେଇଥିଲେ ବି ତାଙ୍କୁ ପୁରା ସଫା କରିକି ସୁନ୍ଦର କରିବେ। ମାର ବୁଦ୍ଧି ନୂଆ ନୂଆ ସେ ସେଇ କଥା ଶୁଣିଲା, କହିଲା ଠିକ ଅଛି ବ୍ୟୁଟି ପାର୍ଲର ଯିବି। ତାପରେ ମା ବାହାରିଲା ବ୍ୟୁଟି ପାର୍ଲରକୁ। ଚୁଟି ତାର ଧଳା ହେଇଯାଇଥିଲା, ଆଉ ସେଠୁ ଗଲା ପରେ ଚୁଟିରେ ତାକୁ କଲର ଲଗାଇଦେଲେ, କଳା ହେଇଗଲା। ଆଉ ଆଇବ୍ରୋ ସଫା କଲା, ସବୁ କିଛି କରିକି ଆସିଲା। ମା ଖୁସିରେ ଆସୁଛି, କାହିଁକି ନା ଆଜି ମୁଁ ଗୋଟେ ସୁନ୍ଦର ଦେଖାଯାଉଛି। ଆଉ ମା ଯେତେବେଳେ ଘରକୁ ପହଞ୍ଚିଲା, ଦେଖିଲା
ତାର ମୁହଁଟା ଫୁଲି ଯାଉଛି, ତା ମୁଣ୍ଡଟା ମଧ୍ୟ ଫୁଲି ଯାଉଛି। ମା କ'ଣ କରୁଥିବ ମୋର ମା ମାଉସୀ ମାନେ? ସୁନ୍ଦର ହେବାକୁ ଯାଇଥିଲା ସିନା, ବ୍ୟୁଟି ପାର୍ଲର ତାକୁ ସୁନ୍ଦର କରିପାରିଲା ନାହିଁ। ଏମିତି ଆମେ ବେଳେ ବେଳେ ଭାବିଥାଉ ଏଇଟା ଆମ ପାଇଁ ବହୁତ ଭଲ ବିଷୟ ହେଇପାରେ, ଏଇଟା ମୋ ପାଇଁ ବହୁତ ସହଜ ହେଇପାରେ, କିନ୍ତୁ ସବୁ ଈଶ୍ୱରଙ୍କର ଆଶୀର୍ବାଦ ଥିବା ଦରକାର। ଯାହାକି କହିବି, 2 ଜଣ ଲୋକ ଡଙ୍ଗାରେ ଯାଉଛନ୍ତି, ଡଙ୍ଗାରେ ଗଲାବେଳେ ଜଣେ ତା ସାଙ୍ଗ କହୁଛି, ଯଦି ଏ ପାଣିରେ ଯଦି ଡଙ୍ଗାଟା ବୁଡ଼ିଯିବ ତାହେଲେ କ'ଣ ହବ? ଯଦି ପାଣିରେ ଡଙ୍ଗାଟା ବୁଡ଼ିଯିବ କ'ଣ ହବ? ଦ୍ୱିତୀୟ ସାଙ୍ଗ କହୁଛି, ଏଇଟା କ'ଣ ମୋ ଡଙ୍ଗାଟା, ଏଇଟା କ'ଣ ଆମ ଡଙ୍ଗାଟା? ସେମାନେ ବୁଝିପାରୁନାହାନ୍ତି, ଡଙ୍ଗା ଯାହାର ବି ହେଉନା କାହିଁକି ଯଦି ବୁଡ଼ିଯାଏ ତାହେଲେ ସେମାନେ ପାଣିରେ ପଡ଼ି ମୃତ୍ୟୁବରଣ କରିବାର ବି ସମ୍ଭାବନା ଅଛି। ବେଳେବେଳେ ଆମେ ଜୀବନରେ ଚିନ୍ତା କରିଥାଉ, ଏହାଦ୍ୱାରା କିଛି ଅସୁବିଧା ନାହିଁ, ପ୍ରଭୁ କ୍ଷମା କରିବେ, ପ୍ରଭୁ ତ ଆମକୁ କ୍ଷମା କରିଛନ୍ତି। ଆଉ ଗୋଟେ ବିଷୟ ମୁଁ କହିବି, ଯାହାକି ଜଣେ ବ୍ୟକ୍ତିଙ୍କ ସହିତ, ଜଣେ ଭାଇଙ୍କ ସହିତ ମୋର ଭେଟ ହେଇଥିଲା। ଆଉ ସେ ଭାଇ ମୋତେ କହିଲେ, ନାଇଁ ଆମର ପ୍ରଭୁମାନେ ହାତ ଟେକିକି ଅଛନ୍ତି, ଆଶୀର୍ବାଦ କରିକି ଅଛନ୍ତି, ଭଲ କଲେ ମଧ୍ୟ ହବ, ଜଣେ ମର୍ଡର କଲେ ବି ହବ, କିଛି ଅସୁବିଧା ନାହିଁ। କିନ୍ତୁ ଗୋଟେ ଜିନିଷ ହେଉଛି, ମନୁଷ୍ୟମାନେ ଯଦି ଭୁଲ କରନ୍ତି ତା ପାଇଁ ଆଇନ ଅଛି, ଦଣ୍ଡର ବ୍ୟବସ୍ଥା ବି ଅଛି, ତାଙ୍କୁ ଜେଲ୍ ବି ରଖାଯାଉଛି। ଯଦି ଆମେ ଏହା ଜାଣିପାରୁଛୁ ଯେ ଆମ ପାଇଁ ମଧ୍ୟ ଏକ ଗୁରୁତର ଦଣ୍ଡ ଅଛି, ଯଦି ଆମେ ପରିବର୍ତ୍ତନ ହେବା ତାହେଲେ ଆମ ପାଇଁ ପ୍ରଭୁ ପ୍ରଚୁର ଆଶୀର୍ବାଦ କରିବେ। ହାଲେଲୁୟା। ଆଉ ଶେଷରେ ଆପଣମାନଙ୍କୁ ଆଉ ଗୋଟେ ବିଷୟ କହିବି, ଆପଣମାନେ ବୁଝନ୍ତୁ। ଗୋଟେ ନର୍ସ ତାଙ୍କୁ ଯିଏକି ଦରମା ପାଇଁ କାମ କରିଥାଏ, କିନ୍ତୁ ଯେତେବେଳେ ସେ ହସ୍ପିଟାଲ ପହଞ୍ଚେ ସେହି ସମୟରେ ସେ ରୋଗୀକୁ ଦେଖେ, ତା ମନଟା ବ୍ୟାକୁଳତା ହୁଏ। ରୋଗୀକୁ ଦେଖି ସେ ସମୟ ଭୁଲିଯାଏ, ସେ ଚିନ୍ତା କରେ ଏହି ବ୍ୟକ୍ତି କେତେବେଳେ ସୁସ୍ଥ ହେବ, କେତେବେଳେ ଭଲ ହେବ। ଠିକ୍ ସେହିପରି ଆମ ଜୀବନରେ ଯଦି ଖ୍ରୀଷ୍ଟଙ୍କର ପ୍ରେମ ଅଛି, ଖ୍ରୀଷ୍ଟଙ୍କ ପାଇଁ ଯଦି ଆମେ ବଞ୍ଚୁଛୁ, ତାହେଲେ ଆମେ ଆମର ଡ୍ୟୁଟି କରିବା ଦରକାର, ଆମେ ଆମର ଡ୍ୟୁଟି ଜାଣିବା ଦରକାର। ଯାହାକି ଆମେ ଜାଣିବା ଯେ ମୋର ମନ କହୁଛି ମୁଁ ଯୀଶୁଙ୍କୁ ଦେଖିବି, ମୋ ମନ କହୁଛି ମୋତେ ଯୀଶୁଙ୍କୁ ଦେଖିବି, ମୋ ମନ କହୁଛି ମୋତେ ଯୀଶୁଙ୍କୁ ଦେଖିବି, ମୋ ମନ କହୁଛି ମୋତେ ଯୀଶୁଙ୍କ ପଛେ ଚାଲିବି, ଖ୍ରୀଷ୍ଟଙ୍କ ପ୍ରେମ ବାଣ୍ଟିବି, ଶତ୍ରୁଙ୍କୁ କ୍ଷମା କରିବି, ସୁସମାଚାର କହିବି, ସଭିଙ୍କୁ ଜିତିବି, ଏସବୁ ପୂରଣ କର ହେ ଆମ ଈଶ୍ୱର, ହେ ଆମ ଈଶ୍ୱର, ହେ ଆମ ଈଶ୍ୱର। ପ୍ରକୃତରେ ସେହି ମା, ସେ ଭଉଣୀ କହିପାରିବ, ମୋ ମନ କହୁଛି ଯୀଶୁକୁ ଦେଖିବା ପାଇଁ, ତେଣୁ ମୁଁ ବଦଳି ଯିବି, ତେଣୁ ମୁଁ ଭଲ ସୁନା ଝିଅ ହେବି। କିନ୍ତୁ ଆମେ ବେଳେବେଳେ ଜାଣିଶୁଣି ମଧ୍ୟ ସେଇ ସ୍ୱାର୍ଥପରତା ଜୀବନ କରିବା ପାଇଁ ଆମେ ପଛେଇ ନଥାଉ। କାରଣ ଆମେ ସବୁ ଜାଣିଛୁ, ଯେଉଁଟା ଭଲ ହେବ, ମନ୍ଦ ହେବ, ଆମକୁ ସବୁ ଜଣା ଅଛି, କିନ୍ତୁ ଆମେ ଜାଣିନଥାଉ ଏହାଦ୍ୱାରା ଈଶ୍ୱର ଆମକୁ ଦଣ୍ଡ ଦେବେ। କାରଣ ଗୋଟେ ମା ପାଳିଥିଲା ଗୋଟେ କୁକୁର ଛୁଆଟା,
ଆଉ ଯେତେବେଳେ ସେ ଗିର୍ଜା ବି ଯାଏ ତାକୁ ଧରି ସେ ଗିର୍ଜାକୁ ବସେ ଆଉ ତାକୁ ସେ ନିଜର ପୁଅ ପରି ଯତ୍ନ ନେଉଥିଲା। ଆଉ ଏତେ ଖୁସି ସେ ହୁଏ କାରଣ ତାର ପିଲା ଛୁଆ ନଥିଲା। ଆଉ ଦିନ ଆସିଲା ସେ କୁକୁର ଛୁଆଟା ମରିଗଲା। ସେ ମାର ମନ କିପରି ହେଇଥିବ? ସେ ଅନ୍ୟ ବନ୍ଧୁମାନଙ୍କୁ କହିବାକୁ ଲାଗିଲା, ମୁଁ କ'ଣ ଯୀଶୁଙ୍କୁ ପ୍ରେମ କରୁନଥିଲି ନା ଯୀଶୁଙ୍କୁ ବିଶ୍ୱାସ କରୁନଥିଲି? ଯୀଶୁ ମୋର ଏଇ କୁକୁର ଛୁଆକୁ ମାରିଦେଲେ। ଦେଖନ୍ତୁ ମା ମାନେ, ମାଉସୀ ମାନେ, ଏହା ଦୁଃଖର ବିଷୟ ହେଇପାରେ, କିନ୍ତୁ ପ୍ରଭୁ କେବେ ଅନିଷ୍ଟ କରନ୍ତି ନାହିଁ। ପ୍ରଭୁ କେବେ କାହାକୁ ମନରେ କଷ୍ଟ ଦିଅନ୍ତି ନାହିଁ। କୁକୁରର ମରିବାର ଥିଲା, ତେଣୁ କୁକୁର ମରିଗଲା, କିନ୍ତୁ ମା ବୁଝିପାରିଲା ନାହିଁ। ଆଉ ଗୋଟେ ବିଷୟ ମୁଁ କହିବି, ଜଣେ ବ୍ୟକ୍ତି ଚିନ୍ତା କରୁଥିଲା ମୁଁ ସ୍ୱର୍ଗକୁ ଯିବି। ବ୍ୟକ୍ତି ଚିନ୍ତା କରୁଥିଲା ମୁଁ ସ୍ୱର୍ଗକୁ ଯିବି, କିନ୍ତୁ ଜୀବିତ ଅବସ୍ଥାରେ ଯିବି। କାହାକୁ ସ୍ୱର୍ଗ ରାଜ୍ୟକୁ ଯିବାକୁ ଇଚ୍ଛା ନାହିଁ, ସମସ୍ତଙ୍କୁ ଇଚ୍ଛା। ତେଣୁ ପ୍ରଭୁ ବି କହିଲେ ଠିକ୍ ଅଛି ବାବା, ତୁ ପଳେଆ। ଜୀବନ୍ତ ଅବସ୍ଥାରେ ତାଙ୍କୁ ସ୍ୱର୍ଗକୁ ନେଲେ। ସ୍ୱର୍ଗକୁ ଦେଖି ଭାରି ଖୁସି ହେଲା, କିନ୍ତୁ ସେ ଦେଖିଲା ଆନନ୍ଦ କରିବା ଜିନିଷ କିଛି ନାହିଁ, କେବଳ ହାଲେଲୁୟା ପ୍ରେଜ୍ ଦ ଲର୍ଡ। ତାଙ୍କୁ ଭାରି ବିରକ୍ତ ଲାଗିଲା। ସେ କହିଲେ ଆଜ୍ଞା ଆଉ ଅନ୍ୟ ସ୍ଥାନ ଯଦି ଅଛି ସେଇଠିକୁ ମୋତେ ନିଅନ୍ତୁ। ପ୍ରଭୁ କହିଲେ କ'ଣ ଏଇଟା କ'ଣ ତୋର ଶେଷ ସିଦ୍ଧାନ୍ତ? ଦେଖେ ବାବା କଥା କହୁଛି, ଯଦି ଆଉ ଗୋଟେ ସ୍ଥାନକୁ ନେବି ହେଲେ ବଡ଼ ଅସୁବିଧା ହେବ ତୋର ଭବିଷ୍ୟତରେ। କିନ୍ତୁ ସେଇ ବ୍ୟକ୍ତିଙ୍କର ଗୋଟେ ମାତ୍ର ଇଚ୍ଛା, ଯୋଉଟେ ଆନନ୍ଦ ଥିବ, ଯୋଉଟେ ସମସ୍ତେ ନାଚ କରୁଥିବେ, ଗୀତ ଗାଉଥିବେ, ସେଇ ସ୍ଥାନ ମୁଁ ବାଛିବି। ଆଉ ତାକୁ ନରକପୁରକୁ ନିଆଗଲା। ସେଇ ସ୍ଥାନ ଯେତେବେଳେ ପହଞ୍ଚିଲା, ଦେଖିଲା ସମସ୍ତେ ମଦପାନ କରୁଛନ୍ତି, ଆନନ୍ଦ କରୁଛନ୍ତି, ଡିଜେ ବାଜୁଛି। ସେ କହିଲା ପ୍ରଭୁ ନାଇଁ ନାଇଁ ମୁଁ ଏଇଠି ରହିଛି। ପ୍ରଭୁ କହିଲେ ଆରେ ବାବୁ ତୁ ବୁଝିପାରିବୁନି ରେ ବାବୁ, ମୁଁ ଯାହା କହୁଛି ସେଇଟା କରେ, ଏଇଠି ରହନା, ଭଲ ନାହିଁ। ସେ କହିଲେ କ'ଣ ଭଲ ନାହିଁ? ମୋର ତ ଗାଁ ଲୋକମାନେ ଅଛନ୍ତି, ସାଙ୍ଗସାଥି ମାନେ ଅଛନ୍ତି, ପିଲା ବେଳର ସାଙ୍ଗମାନେ ଅଛନ୍ତି, ମୁଁ ବଢ଼ିଆ ରହିବି, ଭଲ ଲାଗିବ। ପ୍ରଭୁଙ୍କର କଥା ସେ ଶୁଣିଲା ନାହିଁ। ଯେତେବେଳେ ତାର ସମୟ ହେଲା, ଜଗତରେ ମରିଗଲା, ସେ ପହଞ୍ଚିଲା କୋଉଠିକୁ ଯିବ? ସେ ନରକପୁର ଗଲା। ଦେଖିଲା ଆଗ ପରି କିଛି ନାହିଁ, ସମସ୍ତଙ୍କୁ ନିଆଁରେ ପକାଯାଉଛି, ଯନ୍ତ୍ରଣା ଦିଆଯାଉଛି। କିନ୍ତୁ ସେ ବ୍ୟକ୍ତିର ପରିବର୍ତ୍ତନ ସେହି ସମୟରେ ହେଉଛି। ସେ କହୁଛି ମୁଁ କାହିଁକି ଭୁଲ କଲି, ମୁଁ କାହିଁକି ସ୍ୱର୍ଗ ବାଛିଲି ନାହିଁ। ଯଦି ଆମ ଜୀବନରେ ବି ଯଦି ଆମେ ସ୍ୱର୍ଗକୁ ଯିବା ପାଇଁ ଆମର ଇଚ୍ଛା, ତାହେଲେ ଆଜି ହିଁ ସମୟ ଅଛି ପରିବର୍ତ୍ତନ ହେବାକୁ। ଆମକୁ ଜାଗ୍ରତ ହେବାର ଅଛି। ଯାହା କୁହାଯାଏ ଜାଗରେ 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 ହେ ବିଶ୍ୱାସୀ, ଜାଗରେ ଜାଗରେ ଜାଗରେ, ଜାଗରେ ଜାଗୋ ଜାଗରେ ହେ ବିଶ୍ୱାସୀ, ଜାଗୋ ଜାଗୋ ଜାଗରେ, ଜାଗରେ ଜାଗୋ ଜାଗରେ ହେ ବିଶ୍ୱାସୀ, ଜାଗୋ ଜାଗୋ ଜାଗରେ। ପରିବର୍ତ୍ତନ ହୁଅ, ଯୀଶୁ ଅଛନ୍ତି ସାଥେ। ପରିବର୍ତ୍ତନ ହୁଅ, ଯୀଶୁ ଅଛନ୍ତି ସାଥେ। ସମୟ ଅଛି ଆଜିରେ, ଜାଗରେ ଜାଗୋ ଜାଗରେ ହେ ବିଶ୍ୱାସୀ, ଜାଗୋ ଜାଗୋ ଜାଗରେ। ଆପଣମାନେ ଜାଣିଥିବେ ହାନା ଏବଂ ପନିନାଙ୍କ ବିଷୟରେ ଜାଣିଥିବେ। ଦୁଇ ଜଣ ଯାଙ୍କ ବିଷୟରେ ଆପଣମାନେ ଜାଣିଥିବେ। ଯୋଉ ଦିନ ପର୍ଯ୍ୟନ୍ତ ହାନା ଈଶ୍ୱରଙ୍କୁ ମାଗୁଥିଲି, ଈଶ୍ୱରଙ୍କୁ ପ୍ରାର୍ଥନା କରି କହୁଥିଲା ମୋତେ ପୁଅ ଦିଅ, ପୁଅ ଦିଅ, ପୁଅ ଦିଅ, ପ୍ରଭୁ ଶୁଣୁନଥିଲେ। କାରଣ ହାନାଙ୍କର ପ୍ରାର୍ଥନା ଥିଲା ସ୍ୱାର୍ଥପରତା ବିଶିଷ୍ଟ ପ୍ରାର୍ଥନା, ସେ ନିଜ ପାଇଁ ମାଗୁଥିଲେ। କିନ୍ତୁ ଦିନ ଆସିଲା,
ସେ ମା ପରିବର୍ତ୍ତନ ହେଲେ ସେ କହିଲେ ମୋତେ ପିଲା ଦରକାର ନାହିଁ ପ୍ରଭୁ, କିନ୍ତୁ ମୋତେ ଗୋଟେ ପୁଅ ଦିଅ, ସେ ପୁଅ ତମର ହବ, ତମ ପାଇଁ ମୁଁ ଛାଡ଼ିଦେବି। ହାଲେଲୁୟା। ସେ ମାଙ୍କର ବିଶ୍ୱାସ ଆପଣମାନେ ଦେଖନ୍ତୁ, ସେ ମା ଗୋଟେ ବୋଲି ପୁଅକୁ ମଧ୍ୟ ସେ ଈଶ୍ୱରଙ୍କୁ ଦେବା ପାଇଁ ଇଚ୍ଛା ପ୍ରକାଶ କରୁଛି। ସେଥିପାଇଁ ଆପଣମାନଙ୍କୁ ଆଉ ଗୋଟେ କଥା ବି କହିବି, ଆପଣମାନେ ଉଡ଼ାଜାହାଜକୁ ଦେଖୁଥିବେ, ଆକାଶରେ ସେ ଉଡ଼ୁଛି, ଯେତେବେଳେ ସେ ପାଖକୁ ଆସେ ସେହି ସମୟରେ ଆମେ ଭଲରେ ଦେଖିଥାଇପାରୁ, ଆଉ ଯେତେବେଳେ ଦୂରକୁ ଯାଏ ଆମେ କେହି ମଧ୍ୟ ତାକୁ ଦୃଷ୍ଟି କରିପାରିବା ନାହିଁ। ସେମିତି ଯଦି ଆମେ ଯୀଶୁଙ୍କୁ ଯଦି ହୃଦୟରେ ନିଜର ପ୍ରଭୁ ବୋଲି ସ୍ୱୀକାର କରୁଛୁ, ତାହେଲେ ସେ ପ୍ରଭୁ ଆମକୁ ଏହି ମୋହମାୟା ସଂସାର ଠାରୁ ତାଙ୍କର ଆତ୍ମାଙ୍କ ମଧ୍ୟରେ ଆମକୁ ସେ ଲାଇଫ୍, ଯେଉଁଟାକି ଏରୋପ୍ଲେନ୍ ପରି, ଜାହାଜ ପରି ସେ ଆମକୁ ବହୁତ ଦୂରକୁ ନେଇଛି। ଆପଣମାନଙ୍କୁ ଆଉ ଗୋଟେ କଥା ବି ପଚାରିବାକୁ ଚାହେଁଛି, ଆପଣମାନେ ଯେଉଁ ଖାଦ୍ୟ ଖାଉଛନ୍ତି ଥାଳିରେ, ଆପଣମାନେ ତାହା ପୁନର୍ବାର ମଜାମଜି କରୁଛନ୍ତି ନା ଆଉ ଥରେ ସେ ଅଇଁଠା ଥାଳିରେ ଭାତ ଖାଉଛନ୍ତି? କାହାକୁ ଭଲ ଲାଗିବ ନାହିଁ, କାରଣ ଯାହା ଅଇଁଠା ହେଇଛି ପୁନର୍ବାର ସେଇଠି ଖାଇବାଟା ଆମେ ତାକୁ ଦୁଇଥର ସଫା କରିଥାଉ, କାହିଁକି ନା ଆମେ ପୁନର୍ବାର ସେଇ ଥାଳିରେ ଭାତ ଆମେ ଖାଇବା। ସେପରି ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ପ୍ରତିଦିନ ଭଜନ କରନ୍ତି, ପ୍ରତିଦିନ ସେମାନେ ଖାଆନ୍ତି, ସେମାନେ ତୃପ୍ତ ହେବେ, ଆତ୍ମିକରେ ଦୌଡ଼ିବେ ଏବଂ ସେମାନେ ଶୈତାନ ମଧ୍ୟ ପରାଜୟ କରିପାରିବ ନାହିଁ। କାରଣ ଶୈତାନ ଯାଚୁଛି, ଗୋଟେ କୁଷ୍ଠି ରୋଗୀ କହୁଛି ଏଇଟା ମିଠା ଖା, କିନ୍ତୁ କେତେଜଣ ଲୋକ କ'ଣ କରନ୍ତି, ଆଖି ବନ୍ଦ କରିକି ହାତ ବଢ଼େଇ ଖାଆନ୍ତି, କାରଣ ପରେ ଦେଖିଲା ବେଳକୁ ଶୈତାନ ମିଠା ଖାଇଥିବେ ସେମାନେ, ସେହିପରି ଆମେ ହେବା ନାହିଁ। ଆଉ କେତେଜଣ ତ କହନ୍ତି ଏ ଦୁନିଆରେ ଭଲ ଲୋକ କିଏ ନାହିଁ, ଭଲ ଲୋକ ଆମେ ଆକା। ଦୁଇ ଜଣ ପାଗଳ କହିଲେ ଏ ଦୁନିଆରେ ସବୁ ଖରାପ ଲୋକ ଅଛନ୍ତି, ଜଣେ ବି ଭଲ ଲୋକ ନାହାନ୍ତି, କିନ୍ତୁ ସେ ଦୁଇ ଜଣଙ୍କ ଭିତରେ ଜଣେ କହିଲେ ନାଇଁ ଆଉ ଜଣେ ଭଲ ଲୋକ ଅଛି। କିଏ ସେ? ଡାକ ତାକୁ। ତାପରେ ଡକ୍ଟର ପାଖକୁ ଗଲେ, ଆଉ ଡକ୍ଟର କହିଲେ ଆପଣ ବହୁତ ଭଲ ଲୋକ। ଡକ୍ଟର ପଚାରିଲା ମୁଁ ଭଲ ବୋଲି ତମେ କେମିତି ଜାଣ? କାରଣ ଆମକୁ ତମେ ଟ୍ରିଟମେଣ୍ଟ କରୁଛ, ଆଉ ଆମେ ଯେ ପାଗଳ, ତମେ ଆମଠୁ ବଡ଼ ପାଗଳ। ପ୍ରକୃତରେ ଆଜି ବୁଝିବାକୁ ଚେଷ୍ଟା କରିବା, ଯୀଶୁଙ୍କୁ ଅନ୍ୟ ଲୋକମାନେ ବୁଝିପାରୁନାହାନ୍ତି, କିନ୍ତୁ ଆମେ ବୁଝିଛୁ, ଆମେ ବୁଝି ସାରିଛୁ ଯୀଶୁଙ୍କୁ। ସେଥିପାଇଁ ଆମେ ନିତ୍ୟ ଆମ ଜୀବନରେ ଆମେ ଈଶ୍ୱରଙ୍କ ବାକ୍ୟକୁ ଧ୍ୟାନର ସହିତ ଆହାର କରିବା ଏବଂ ଆମେ ପରିବର୍ତ୍ତନ ହେବା। ସେଥିପାଇଁ କେତେଜଣ ପ୍ରଭୁଙ୍କର ଦାସୀମାନେ ମଧ୍ୟ ହୃଦୟ ମଧ୍ୟରେ ଗାନ କରନ୍ତି, ଧନ୍ୟବାଦ କରି କରି ଯାଉ ଏ ଜୀବନ ସୁରି, ହେ ଈଶ୍ୱର ତୁମେ ମୋର ମୁଁ ତୁମର। ধন্যবাদ করি করি যাও জীবন সরি, হে ঈশ্বর তুমি মোর তুমর, তুমি মোর তুমর। তুম প্রেম করি করি যাও জীবন সরি, হে ঈশ্বর তুমি মোর ମୁଁ ତୁମର, ତୁମେ ମୋର ମୁଁ ତୁମର। ଗାଇବି ମୁଁ, ଝୁମିବି ମୁଁ,
ଅଛନ୍ତି ସେ ମା ମାନେ କହିବେ, ପ୍ରଭୁ ତୁମେ ମୋର ଆଉ ମୁଁ ତୁମର। ସେଥିପାଇଁ ଯେକି ଆମେ ଜାଣିଛୁ ମା ରୁଥଙ୍କ ଜୀବନରେ ସେ କିପରି ଭାବରେ ପ୍ରଭୁକୁ ଜାଣିନଥିଲା, କିନ୍ତୁ ତାଙ୍କ ଶାଶୁ ନୟମୀ ତାଙ୍କୁ ପ୍ରଭୁଙ୍କ ବିଷୟ ବର୍ଣ୍ଣନା କଲା। ସେହି ରୁଥ ସେ ମା ପରିବର୍ତ୍ତନ ହୋଇ ସେ ଈଶ୍ୱରଙ୍କ ନିକଟକୁ ଆସିଲା। ହାଲେଲୁୟା। ସେହିପରି ଆମେ ଦେଖିବା, ଯଦି ଆମେ ଗୀତ ସଂହିତା 119:37 ପଦ ଦେଖିବା, ସେ ଲେଖାଯାଇଛି, ମୁଁ ଖରାପ ଦେଖିବି ନାହିଁ। ଆଉ ଯଦି ଆମେ ଦେଖିବା ପ୍ରକାଶିତ ବାକ୍ୟ 2:7 ପଦରେ ବି ଲେଖାଯାଇଛି, ମୁଁ ଖରାପ କଥା ଶୁଣିବି ନାହିଁ।